ଗୀତାର ସାର କଥା। ପ୍ରଥମ ଅଧ୍ୟାୟ। ସାଂସାରିକ ମୋହ ହେତୁ ମନୁଷ୍ୟ ମୁଁ କ'ଣ କରିବି ଆଉ କ'ଣ ନ କରିବି ଏଭଳି ଦ୍ୱନ୍ଦ୍ୱରେ ପଡ଼ି କର୍ତ୍ତବ୍ୟଚ୍ୟୁତ ହୋଇଯାଏ। ଏଣୁ ମୋହ ବା ସୁଖାସକ୍ତିର ବଶବର୍ତ୍ତୀ ହେବା ଅନୁଚିତ। ଦ୍ୱିତୀୟ ଅଧ୍ୟାୟରେ ଶରୀର ନାଶବାନ ଏବଂ ତାକୁ ଜାଣୁଥିବା ଶରୀର ଅବିନାଶୀ ଏହି ବିବେକକୁ ମହତ୍ତ୍ୱ ଦେବା ଅଥବା ସ୍ୱକର୍ତ୍ତବ୍ୟ ପାଳନ କରିବା କୌଣସି ଗୋଟିଏ ଉପାୟ ଅବଲମ୍ବନ କଲେ ମନୁଷ୍ୟର ଶୋକ ଓ ଚିନ୍ତା ଦୂରୀଭୂତ ହୋଇଯାଏ। ତୃତୀୟ ଅଧ୍ୟାୟରେ ନିଷ୍କାମ ଭାବରେ କେବଳ ଅନ୍ୟମାନଙ୍କ ହିତ ନିମନ୍ତେ ତତ୍ପର ହୋଇ ସ୍ୱକର୍ତ୍ତବ୍ୟ ପାଳନ କରିବା ଦ୍ୱାରା ଉଦ୍ଧାର ହୋଇଯାଏ। ଚତୁର୍ଥ ଅଧ୍ୟାୟ କର୍ମ ବନ୍ଧନରୁ ମୁକ୍ତ ହେବାର ଦୁଇଟି ଉପାୟ ଅଛି। ତାହା ହେଲା କର୍ମର ତତ୍ତ୍ୱକୁ ଜାଣି ନିଃସ୍ୱାର୍ଥ ଭାବରେ କର୍ମ କରିବା ଏବଂ ତତ୍ତ୍ୱଜ୍ଞାନକୁ ଅନୁଭବ କରିବା। ପଞ୍ଚମ ଅଧ୍ୟାୟ ଅନୁକୂଳ ପ୍ରତିକୂଳ ପରିସ୍ଥିତିରେ ସୁଖୀ ଦୁଃଖୀ ହେବା ଉଚିତ ନୁହେଁ, କାରଣ ଏଥିରେ ସୁଖୀ ଦୁଃଖୀ ହେଉଥିବା ମନୁଷ୍ୟ ସଂସାରରୁ ଊର୍ଦ୍ଧ୍ୱକୁ ଉଠି ପରମ ଆନନ୍ଦ ଅନୁଭବ କରିପାରେ ନାହିଁ। ଅଧ୍ୟାୟ 6 ଯେ କୌଣସି ସାଧନା ଅବଲମ୍ବନ କଲେ ମଧ୍ୟ ଅନ୍ତଃକରଣରେ ସମତା ଆସିବା ନିତାନ୍ତ ଆବଶ୍ୟକ। ସମତା ନ ଆସିବା ପର୍ଯ୍ୟନ୍ତ ମନୁଷ୍ୟ ସମ୍ପୂର୍ଣ୍ଣ ନିର୍ବିକାର ହେବା ଅସମ୍ଭବ। ଅଧ୍ୟାୟ 7 ସବୁକିଛି ଭଗବାନ ହୃଦୟର ସହ ଏତିକି ସ୍ୱୀକାର କରିବା ସର୍ବଶ୍ରେଷ୍ଠ ସାଧନା। ଅଧ୍ୟାୟ 8 ଅନ୍ତକାଳୀନ ଚିନ୍ତନ ଅନୁସାରେ ମନୁଷ୍ୟର ଆଗାମୀ ଗତି ହୋଇଥାଏ। ତେଣୁ ମନୁଷ୍ୟ ସଦାସର୍ବଦା ଭଗବାନଙ୍କୁ ସ୍ମରଣ କରି ସ୍ୱକର୍ତ୍ତବ୍ୟ ପାଳନ କରିବା ଉଚିତ, ଯାହା ଫଳରେ ଅନ୍ତକାଳରେ ଭଗବତ୍ ସ୍ମୃତି ଜାଗ୍ରତ ରହିପାରିବ। ଅଧ୍ୟାୟ 9 ବର୍ଣ୍ଣ ଆଶ୍ରମ ସମ୍ପ୍ରଦାୟ ଦେଶ ବେଶ ଇତ୍ୟାଦି ନିର୍ବିଶେଷରେ ପ୍ରତ୍ୟେକ ମନୁଷ୍ୟ ଭଗବତ୍ ପ୍ରାପ୍ତିର ଅଧିକାରୀ। କର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ ମାମକାଃ ପାଣ୍ଡବଶ୍ଚୈବ କିଂ କୁର୍ବତ ସଞ୍ଜୟ। ଧୃତରାଷ୍ଟ୍ର କହିଲେ, ହେ ସଞ୍ଜୟ, ଧର୍ମଭୂମି କୁରୁକ୍ଷେତ୍ରରେ ଯୁଦ୍ଧ